ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ଶେଷ ହୋଇଛି ଆଲୋକର ପର୍ବ ଦୀପାବଳି। ପରମେଶ୍ୱରଙ୍କ ତ୍ରିଗୁଣାତ୍ମିକା ଶକ୍ତି ମଧ୍ୟରୁ ତମଗୁଣାତ୍ମିକା ଶକ୍ତି ହେଉଛନ୍ତି ଶ୍ରୀ କାଳୀ। ଦେବୀ ଉପାସନାରେ 10 ମହାବିଦ୍ୟାଙ୍କ ଶୃଙ୍ଖଳାରେ ପ୍ରଥମ ମହାବିଦ୍ୟା ହେଉଛନ୍ତି ମହାକାଳୀ। ସେହିପରି କାଳୀଙ୍କ ବିବିଧ ରୂପ ମଧ୍ୟରୁ ମହାକାଳୀ, ଦକ୍ଷିଣାକାଳୀ, ଭଦ୍ରକାଳୀ, ଶ୍ମଶାନକାଳୀ, ସିଦ୍ଧିକାଳୀ, ଗୁହ୍ୟକାଳୀ, କାମକାଳୀ, ରକ୍ଷାକାଳୀ, ସଂହାରକାଳୀ ପ୍ରଭୃତି ଅନ୍ୟତମ। କାଳୀଙ୍କ ସୃଷ୍ଟି ସମ୍ପର୍କରେ ଅନେକ ଉପାଖ୍ୟାନର ସୂଚନା ମଧ୍ୟ ବିବିଧ ପୁରାଣରୁ ପ୍ରାପ୍ତ ହୁଏ। ଚଳିତ ବର୍ଷ ରୀତିନୀତି ସହ ଧୁମଧାମରେ ପାଳିତ ହୋଇଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତ ଶାଳିକୁଠା ଗ୍ରାମର 22 ବର୍ଷର ସାର୍ବଜନୀନ ଦକ୍ଷିଣା କାଳୀ ପୂଜା। ଜଳେଶ୍ୱର ଅଞ୍ଚଳରେ ପ୍ରାୟ 20ରୁ ଊର୍ଦ୍ଧ୍ୱ ସ୍ଥାନରେ ପୂଜା ପାଇଛନ୍ତି ମା କାଳୀ। ମଧ୍ୟରାତ୍ରରୁ ବିଭିନ୍ନ ମଣ୍ଡପରେ ପୂଜା ହୋଇଥିଲେ ମା ମହାକାଳୀ। ନୀତିକାନ୍ତି ଭିତରେ ମହାଡମ୍ବର ଭାବେ କିଛି ମଣ୍ଡପରେ ମାଙ୍କୁ ବିସର୍ଜନ ମଧ୍ୟ ସମ୍ପନ୍ନ କରାଯାଇଛି। 22 ବର୍ଷ ଧରି ଦକ୍ଷିଣ କାଳୀ ପୂଜା କରୁଛନ୍ତି ଶାଳିକୁଠା ଗ୍ରାମର ସାର୍ବଜନୀନ କାଳୀ ପୂଜା କମିଟି। ଚଳିତ ବର୍ଷ ରାତି 8 ଘଟିକା ସମୟରେ ଘଟୋତ୍କୋଳନ କରାଯାଇଥିଲା। ତତ୍ପରେ 4 ପ୍ରହର ପୂଜା ସମ୍ପନ୍ନ ହୋଇ ସକାଳ 6ରେ ବିସର୍ଜନ ପ୍ରଦାନ କରାଯାଇଛି ବୋଲି କମିଟିର ସଭାପତି ରାଜେନ୍ଦ୍ର ପାତ୍ର କହିଛନ୍ତି। ଏହି ଶାଳିକୁଠା ସାର୍ବଜନୀନ ଦକ୍ଷିଣ କାଳୀ ପୂଜାକୁ ସରପଞ୍ଚ ତପନୀ ଭୂୟାଁ, ସଦସ୍ୟା ମଧୁସ୍ମିତା ମହାନ୍ତି, ଦିଲ୍ଲୀପ କୁମାର ପଣ୍ଡା, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ପୂଜକ ଷଡ଼ାନନ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅପେରା ଉତ୍କଳ ସମ୍ରାଟ ଅନୁଷ୍ଠିତ ହୋଇଥିଲା। ରାଜେନ୍ଦ୍ର କୁମାର ପାତ୍ର କାଳୀପୂଜା କମିଟିର ସଭାପତି ଶାଳିକୁଠା। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ 22 ବର୍ଷ ଧରି ଆମର ଏଇ ମା କାଳୀଙ୍କର ପୂଜା ଅର୍ଚ୍ଚନା ହୁଏ। ଗତକାଲି ଆମର ମାଙ୍କର ରାତ୍ରିବ୍ୟାପୀ ପୂଜା ଅର୍ଚ୍ଚନା ହେଇଥିଲା। ଆଜି এই নাটক মঞ্চস্থ হচ্ছে উৎকল সম্রাট বুবরাই এবং কালি আমার অছি কার্যক্রম অছি ভসাণী উৎসব। এইভাবে আমার এই আমার যে মেম্বর মানে ভাই মানে অଛନ୍ତି এমানଙ୍କର অত্যন্ত পরিশ্রম দ্বারা আজ এই সবু হয়ে পারিছি।